ଭଦ୍ରକରେ ବିଜୁ ଜନତା ଦଳ ପକ୍ଷରୁ ଏକ ବିଶାଳ ଚାଷୀ ସମାବେଶ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ଗାନ୍ଧୀ ପଡ଼ିଆରୁ ପ୍ରାୟ 20,000ରୁ ଅଧିକ ଚାଷୀଙ୍କୁ ନେଇ ଏକ ବିରାଟ ପଟୁଆରା ଜିଲ୍ଲାପାଳ ଅଫିସ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ଏକ ପ୍ରତିବାଦ ସଭା ଜିଲ୍ଲା ସଭାପତି ଶ୍ରୀଯୁକ୍ତ ବ୍ୟୋମକେଶ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ଯେଉଁମାନେ ଯୋଗ ଦେଇଥିଲେ ସେମାନେ ହେଲେ ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଓ ରାଜେନ୍ଦ୍ର କୁମାର ଦାସ, ପୂର୍ବତନ ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ, ଭଣ୍ଡାରୀପୋଖରୀ ବିଧାୟକ ଶ୍ରୀଯୁକ୍ତ ସଞ୍ଜୀବ ମଲ୍ଲିକ, ଯୁବନେତା ଶ୍ରୀଯୁକ୍ତ ସଞ୍ଜୟ ଦାସ, ଲୋକପ୍ରିୟ ବ୍ୟବସାୟୀ ଶ୍ରୀଯୁକ୍ତ ସୁଧ୍ୱାନା ନାୟକ, ଗଣେଶ ଭାଇ ଉପସ୍ଥିତ ରହି ବର୍ତ୍ତମାନ ବିଜେପି ସରକାରଙ୍କୁ କଟୁ ସମାଲୋଚନା କରିଥିଲେ। ଯଦି ସରକାର ଚାଷୀଙ୍କ ଧାନ କ୍ରୟ ନ କରନ୍ତି ତେବେ ଆଗାମୀ ଦିନରେ ବିଧାନସଭା ଅଚଳ କରାଯିବ ବୋଲି ନେତାମାନେ ପ୍ରକାଶ କରିଥିଲେ। ଭଦ୍ରକରୁ ସତ୍ୟବ୍ରତ ନାୟକଙ୍କ ରିପୋର୍ଟ, ସନ୍ଧାନ ନ୍ୟୁଜ୍।